ଏହା ନିରାଟ ସତ୍ୟ। ଏଠାରେ ଜମା ପାଣି ମିଶିନି, ଶୁଦ୍ଧ ସୁବର୍ଣ୍ଣ। ହଁ, ଗଛରେ ପାଚିଥିବା ସ୍ୱାଦିଷ୍ଟ ଆମ୍ବ। କ'ଣ କେଉଁ କଥା କହୁଛି ମୁଁ ଯେ ଗ୍ରହରାଜ ବୃହସ୍ପତି ମୀନ ରାଶି ପ୍ରତି ଅତ୍ୟନ୍ତ ଅନୁକୂଳ। କ'ଣ କହିଲେ? କେମିତି? ଓହୋ ହୋ ଆପଣଙ୍କ ବିଚାରରେ ଭୁଲ ହେଇପାରେ, କିନ୍ତୁ ଜ୍ୟୋତିଷମାନେ ଯାହା ଗଣନା କରିଛନ୍ତି ମୁଁ ସେୟା କହୁଛି। ମୀନ ଠାରୁ ଗଡ଼ିଗଲେ ମୀନ, ମେଷ, ବୃଷ, ମିଥୁନ, ଚତୁର୍ଥ ବୃହସ୍ପତି ତ ଭଲ ଫଳ ଦିଅନ୍ତିନି। ଏଇଟା ଆପଣ କହୁଛନ୍ତି ତ? ହଁ ବନ୍ଧୁ, ଆପଣମାନେ ସମସ୍ତେ ଜାଣନ୍ତି ଯେ ମେ ମାସ 14 ତାରିଖରେ ଦେବଗୁରୁ ବୃହସ୍ପତି ମିଥୁନକୁ ଯାତ୍ରା କରିବେ। ମୀନକୁ ଲଗ୍ନ ନେଇ ଯଦି ଗଣିବା ତାହେଲେ ମିଥୁନ ହେବ 4। ମୀନ, ମେଷ, ବୃଷ, ମିଥୁନ। ଚତୁର୍ଥ ବୃହସ୍ପତି ଆଦୌ ଶୁଭ ନୁହନ୍ତି। କେଉଁଠି? ଗୋଚରରେ। ଚତୁର୍ଥ ବୃହସ୍ପତି ଗୋଚରରେ ଶୁଭ ନୁହନ୍ତି। ଯଦି ଚତୁର୍ଥ କେନ୍ଦ୍ରରେ ଜାତକରେ, ଜନ୍ମ ଜାତକରେ ବୃହସ୍ପତି ଥିବେ ତାହେଲେ ବହୁତ ଶୁଭ। ହେଲା, ଆମେ ବୃହସ୍ପତିଙ୍କ ବିଷୟରେ ଯେଉଁ 2-4 ପଦ ଦୁଃଖ ସୁଖ ହେବା, ତା ପୂର୍ବରୁ ଆଗେ ଆମେ ଆମର ଜନ୍ମ ଜାତକକୁ ନିରୀକ୍ଷଣ କରିବା ଯେ ଏହି ଦେବଗୁରୁ ଆମ ଜାତକରେ କେଉଁଠି ଅଛନ୍ତି। ସେ ଲଗ୍ନାଧିପତି କି, ସେ କେନ୍ଦ୍ରାଧିପତି କି? ଯଦି ଆମେ ଆମ ଜନ୍ମ ଜାତକକୁ ନ ଦେଖିବା ବିଚାର ଭଣ୍ଡୁର ହେଇଯିବ। ଜାତକରେ ଯଦି ବୃହସ୍ପତି କେନ୍ଦ୍ରାଧିପତି ମାନେ ଲଗ୍ନ, ଚତୁର୍ଥ, ସପ୍ତମ, ଦଶମ ଘରର ଅଧିପତି, ତାଙ୍କ ଘର କିଏ? ଧନୁ ଓ ମୀନ। ଏଇ ଘର ଧନୁ ଓ ମୀନ ଯଦି ଲଗ୍ନ, ଚତୁର୍ଥ, ସପ୍ତମ, ଦଶମ, ତାହେଲେ ବୃହସ୍ପତି ହେଲେ କେନ୍ଦ୍ରାଧିପତି। ଏଇ ବୃହସ୍ପତି ମାନେ କେନ୍ଦ୍ରାଧିପତି ବୃହସ୍ପତି ସମ୍ପୂର୍ଣ୍ଣ ବିପରୀତ ଫଳ ଦିଅନ୍ତି। ସେ ଅଭିଶପ୍ତ, ସେ ଦୋଷୀ। ସେ ଯେଉଁ ଯେଉଁ ଘରକୁ ଦେଖନ୍ତି ସେଇ ଘରର ଅମଙ୍ଗଳ ହୁଏ। ମଙ୍ଗଳମୟ ଅମଙ୍ଗଳ କାର୍ଯ୍ୟ କରନ୍ତି, ଯେହେତୁ ସେ ଅପରାଧୀ, ମାନସିକ ବିକୃତ ରୋଗୀ। ବୁଝା ପଇଲା? ଯଦି ଆପଣଙ୍କ ଜାତକରେ ବୃହସ୍ପତି ଏ ଅପରାଧରେ ଅପରାଧୀ ନୁହନ୍ତି ଏବଂ ଲଗ୍ନ, ଚତୁର୍ଥ, ସପ୍ତମ, ଦଶମରେ ଅଛନ୍ତି, ପଞ୍ଚମ, ନବମରେ ଅଛନ୍ତି, ଧନୁ, ମୀନ, ମେଷ, ବିଛା, କର୍କଟ ଓ ସିଂହରେ ଅଛନ୍ତି, ତେବେ ଆମେ ଯେଉଁ ଆଲୋଚନା କରିବା ସେଇ ଆଲୋଚନାର ଫଳ ଯଦି ଭଲ ଆମେ କହିବା ତାହେଲେ ସେ ଭଲ ଫଳ ଦେବେ। ଯଦି ମନ୍ଦ କହିବା ତାହେଲେ ସେ ମନ୍ଦ ଫଳ ବହୁତ କମ୍ ଦେବେ, ମିଶାମିଶି ମିଶ୍ର ଫଳ ଦେବେ। ଯଦି ସେ ଜାତକରେ ଅଷ୍ଟମରେ, ତୃତୀୟରେ, ଦ୍ୱାଦଶରେ, ଷଷ୍ଠରେ ଅଛନ୍ତି, ବୃଷ, ତୁଳା, ମିଥୁନ, କନ୍ୟା, ମକର ଓ କୁମ୍ଭରେ ଅଛନ୍ତି, ତାହେଲେ ଭଲ କହିଲେ ବି ଭଲ ଫଳ ମିଳିବ ନାହିଁ। ମନ୍ଦ କହିଲେ ମନ୍ଦ ଫଳ ଅଧିକ ମିଳିବ। ହଉ, ଏ ଗଲା ପ୍ରସଙ୍ଗ, ପୂର୍ବାଭାସ। ଏବେ ବିଷୟବସ୍ତୁ ପ୍ରବନ୍ଧ।
ପୂର୍ବ ଭାଦ୍ର 25 ନକ୍ଷତ୍ର, ଉତ୍ତର ଭାଦ୍ର 26 ନକ୍ଷତ୍ର, ରେବତୀ 27 ନକ୍ଷତ୍ର। ଏଇ 3 ନକ୍ଷତ୍ରକୁ ନେଇ ମୀନ ରାଶି ଗଠିତ। ରେବତୀ ନକ୍ଷତ୍ର ପାଇଁ ବୃହସ୍ପତିଙ୍କର ଅନୁକୂଳ ମନୋଭାବ ନାହିଁ, କିନ୍ତୁ ପୂର୍ବଭାଦ୍ର ଓ ଉତ୍ତର ଭାଦ୍ର ପାଇଁ ଅନୁକୂଳ ମନୋଭାବ ଅଛି। ଚତୁର୍ଥ ବୃହସ୍ପତି ହେଲେ ବି ସେ ପୂର୍ବଭାଦ୍ର ମାନେ 25 ନକ୍ଷତ୍ର, ଉତ୍ତର ଭାଦ୍ର ମାନେ 26 ନକ୍ଷତ୍ରକୁ ଯଥେଷ୍ଟ ବେଶୀ ସହଯୋଗ କରିବେ। ସେ 25 କି ଦେବେ କ'ଣ? ବହୁତ ବଢ଼ିଆ ଫଳ, ସୁଖ ପ୍ରାପ୍ତି, ସୁଖ, ଧନ ମିଳିପାରେ। ସୁଖ ମିଳିବା କଷ୍ଟକର। ଆପଣ ପା ହସ୍ତିଦନ୍ତ ପଲ୍ୟଙ୍କରେ ଶୟନ କରୁଛନ୍ତି, ତୁଳିଜଳ୍ପ ଗଦିରେ ନିଦ ହେଉଛି? ହଉନି। କେତେ ସ୍ୱାଦିଷ୍ଟ ଆହାର ଘରେ ପ୍ରସ୍ତୁତ ହେଉଛି, ଜୀର୍ଣ୍ଣ ହଉନି। ବନ୍ଧୁ ଯଥେଷ୍ଟ ଆପଣଙ୍କର, କିନ୍ତୁ କେହି ହସି ପଦେ କଥା କହୁନାହାନ୍ତି, କେହି ଆପଣଙ୍କ ଦୁଃଖ ଲାଘବ କରୁନାହାନ୍ତି। ଆପଣଙ୍କର ସବୁ ଅଛି, କିନ୍ତୁ ସୁଖ ନାହିଁ। ହେଲେ ଏ ବୃହସ୍ପତି ଏବେ ଆପଣଙ୍କୁ ସୁଖ ଦେବେ। ଯିଏ ଯେଉଁ ଜିନିଷ ପାଇଲେ ସୁଖୀ ହେବ। କ'ଣ କହିଲେ? ଆପଣଙ୍କର ପୁଅ ନାହିଁ, ଖାଲି ଝିଅ। କେତେଟା ଝିଅ? ମୁଁ 9ଟା ଝିଅ। ଦେଖନ୍ତୁ, ଏ ଗର୍ଭରେ ଆପଣଙ୍କର ପୁତ୍ର ଲାଭ ହେବ, ସୁଖ ପାଇବେ। କ'ଣ ହେଲା? ଭଲ ବରପାତ୍ର ଦରକାର, ମିଳିବ। ଚାଷୀ କି ଭଲ ଅମଳ ହେବ, ବ୍ୟବସାୟୀର ଭଲ ବଣିଜ ଚାଲିବ, ଅପୁତ୍ରୀକୁ ସୁପୁତ୍ର ଲାଭ ହେବ, ବିଦ୍ୟାର୍ଥୀକୁ ବିଦ୍ୟା ଲାଭ ହେବ। ଆଉ ସୈନିକ ବନ୍ଧୁଗଣ ଯିଏକି ସନ୍ତ୍ରାସବାଦୀକି ଖୋଜୁଛନ୍ତି, ପୋଲିସ ବାହିନୀ, ଆରକ୍ଷୀ ବାହିନୀ ଯିଏକି ନଷ୍ଟ ଭ୍ରଷ୍ଟ ଦୁଷ୍ଟ ଚରିତ୍ରକୁ ଦମନ କରିବା ପାଇଁ ପ୍ରୟାସ କରୁଛନ୍ତି, ତାଙ୍କ ଇଚ୍ଛା ପୂରଣ ହେବ। ଭିକ୍ଷୁକ ଏ ଖରା ତଳରେ ବୁଲିକିରି ଯିଏ ପର ଉପରେ ନିର୍ଭର କରନ୍ତି, ତାଙ୍କ ଥାଳ ଭରିଯିବ। ସୁତରାଂ 25 ନକ୍ଷତ୍ର ବିଶିଷ୍ଟ ପୂର୍ବଭାଦ୍ର ମୀନକୁ ସବୁ ପ୍ରକାର ସୁଖ ମିଳିବ। ଯିଏ ଯେଉଁ ପ୍ରକାର ସୁଖ ଖୋଜୁଛନ୍ତି, ବୃହସ୍ପତି ଯଦି ଭଲ ସ୍ଥାନରେ ଅଛନ୍ତି, ତାହେଲେ ମନ ମୁତାବକ ସୁଖ ମିଳିବ, ସେ ଦେବେ। ଯଦି ଜାତକରେ ତାଙ୍କ ସ୍ଥିତି ଠିକ୍ ଠାକ୍ ନାହିଁ, ତାହେଲେ ଏ ସୁଖ କିଛି କମିଯାଇପାରେ, କିନ୍ତୁ ସୁଖ ମିଳିବ। ଆଗରେ ରହି ବୃହସ୍ପତି ସେ ବାଟ କଢ଼େଇବେ। ଅଦୃଶ୍ୟ ଶକ୍ତି ସେ। ଗ୍ରହରୁ ବି ଜନାର୍ଦ୍ଦନ, ସେଇ ଜନାର୍ଦ୍ଦନ, ସେଇ ବିଧାତା, ସେଇ ଦୈବ, ସେ ନିୟତି ବୃହସ୍ପତି ରୂପରେ ଆପଣଙ୍କ ସମ୍ମୁଖରେ ରହି ପବନ ଭଳିଆ ଆମ ଚାରିପଟରେ ଘେରି ରହି ସେ ସୁଖ ମିଳିବାର ପନ୍ଥା ବତେଇ ଦେବେ। ଇଏ ଗଲା ପୂର୍ବଭାଦ୍ର ମୀନ କଥା। ଏବେ 26 ନକ୍ଷତ୍ର ଉତ୍ତର ଭାଦ୍ର ମୀନ। ଯଦି ଜାତକରେ ବୃହସ୍ପତି ଠିକ୍ ଠାକ୍, ଯାହା ମୁଁ ଆଗରୁ ଆଲୋଚନା କଲି, ଆପଣ ହଁ ମାଇଲେ, ମୁଣ୍ଡ ହଲେଇଲେ, କହିଲେ ହଁ ବୁଝିଲି, ତାହେଲେ ଏଇ 26 ନକ୍ଷତ୍ରମାନଙ୍କୁ, ମୀନ ରାଶିର 26 ନକ୍ଷତ୍ର ଉତ୍ତର ଭାଦ୍ରମାନଙ୍କୁ ଯଥେଷ୍ଟ ଲକ୍ଷ୍ମୀ ଲାଭ ହେବ। ଲକ୍ଷ୍ମୀ, ଆପଣମାନେ ତ ଖାଲି ଧନକୁ ଲକ୍ଷ୍ମୀ କହୁଛନ୍ତି, ଆଉ ନାଇଁ, ଧନ ଧାନ୍ୟ ଗୋପ ଲକ୍ଷ୍ମୀ କହନ୍ତିନି। କିଏ କେଉଁଥିରେ ଖୁସି? ଲକ୍ଷ୍ମୀ ଲାଭ ହେବ। ବାଣିଜ୍ୟ ଲକ୍ଷ୍ମୀ, ଧନଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ, କୃଷି ଲକ୍ଷ୍ମୀ ଇତ୍ୟାଦି ଇତ୍ୟାଦି। ତେଣୁ ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ଲକ୍ଷ୍ମୀ ଲାଭ ଯୋଗ ଅଛି। ଧନ ଆସିବ, ପ୍ରବଳ ଧନ ଆସିବ, ଯଥେଷ୍ଟ ଧନ ଆସିବ, ଅର୍ଥ ଆସିବ, ସୁଖ ଆସିବ, ଶାନ୍ତି ଆସିବ। ଉତ୍ତର ଭାଦ୍ର ମୀନ 26 ନକ୍ଷତ୍ରକୁ ମହାଲକ୍ଷ୍ମୀ କରୁଣା କରିବେ ବିଭିନ୍ନ ରୂପରେ, ବିଭିନ୍ନ ଉପାୟରେ। ମେ 14 ପରେ ଏବେଠୁ କ'ଣ ଖୁସି ହେଉଛନ୍ତି?
ମୁଁ ସବୁ କଥା କହୁଛି, ଆପଣ ହଁ ମାରୁଛନ୍ତି, ଦେଖିଲା ବେଳକୁ ପୁଣି ଏବେ ଖୁସି ହେଉଛନ୍ତି। ଏବେ ନୁହଁ, ମେ 14 ପରେ ବୃହସ୍ପତି ଚଳନ ପରେ ଆପଣଙ୍କୁ ବୃହସ୍ପତି ମାନେ ଉତ୍ତର ଭାଦ୍ର ମୀନକୁ ଯଥେଷ୍ଟ ଧନ ଲାଭ ହେବ। ଧନଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ, ବାଣିଜ୍ୟ ଲକ୍ଷ୍ମୀ ଓ କୃଷି ଲକ୍ଷ୍ମୀ ଏଭଳି ବିଭିନ୍ନ ଉପାୟରେ ଲକ୍ଷ୍ମୀ ଆସିବେ। ବୁଝା ପଡ଼ିଲା? ଯଦି ଜାତକରେ ବୃହସ୍ପତି ଭଲ ଜାଗାରେ ଥିବେ, ଏଇଟା ବ୍ରାକେଟରେ ଲେଖା ହେଇଛି। ଆସନ୍ତୁ ଯିବା ଶେଷ ରାଶି, ଶେଷ ନକ୍ଷତ୍ର ମାନେ ରେବତୀ ମୀନ। ରେବତୀ ମୀନ ଚତୁର୍ଥ ବୃହସ୍ପତି ଫଳ ପାଇବ ମାନେ ଚତୁର୍ଥ ବୃହସ୍ପତି ଆଦୌ ଶୁଭ ଫଳ ଦିଅନ୍ତିନି। ରେବତୀ ପାଇଁ ଆଦୌ ଶୁଭ ନାହିଁ। କିଏ କହିଲା? କିଏ କହିଲା ଶୁଭ ନାହିଁ? ଅଛି ନା। ଯଦି ତାଙ୍କ ଜାତକରେ ବୃହସ୍ପତି ଭଲ ଜାଗାରେ ଥିବେ ତାହେଲେ ତାଙ୍କୁ ସୁଖ ମିଳିବ, ଅଳପ ମିଳିବ। ଯଦି ଖରାପ ଜାଗାରେ ଥିବେ ତାହେଲେ ଦୁଃଖ ଟିକେ ଅଧିକ ମିଳିବ। ଫଳ କ'ଣ? ଫଳ ବା ଦ୍ରବ୍ୟ ହାନି। ଯଦି ଆପଣଙ୍କ ରୋଜଗାର ସତ୍, ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନର ହରି, ଭାଗବତ ବାଣୀ। ଯଦି ଉଚିତ ଉପାୟରେ ଆପଣ ଧନ ରୋଜଗାର କରିଥିବେ, ଯଦି ତାହା ଝାଳବୁହା ଧନ ହେଇଥିବ, ତାହେଲେ ସେ ଧନ କ'ଣ ନଷ୍ଟ ହେବ? ଜମା ନଷ୍ଟ ହେବନି। ମାନେ ଗତକାଲି ଘିଅ ଢାଳି ହେଇଗଲା କେଉଁଠି? ମୁଁ ଖାଉଥିବା ଭାତ ଥାଳିରେ ନଷ୍ଟ ହେଲା? ନଷ୍ଟ ହେଲାନି। କିନ୍ତୁ ତମର ତଳେ ଢାଳି ହେଲା, ନଷ୍ଟ ହେଇଗଲା। এইটা ମୋ କହିବା ଉଦ୍ଦେଶ୍ୟ ହେଲା ଦ୍ରବ୍ୟ ହାନି ହେବ। ଆମେ ଗରିବ ଲୋକ, ଘିଅ 250 ଆମ ପାଖରେ ଆସିଛି, ସେଟାକୁ ଆମେ ଟିକେ କ'ଣ କେମିତି ଭଲ କାମ କରିବୁ, କିନ୍ତୁ ଢାଳି ହେଇଗଲା। ସେ ଆମ ଭାତରେ ହଉ ଡାଲିରେ ହଉ ଦ୍ରବ୍ୟ ହାନି ହେଲା ନା। ଆଉ ଆପଣ ସିନା ବଡ଼ ଲୋକ, 9 ତିଅଣ 6 ଭଜା ଖାଉଛନ୍ତି, ଆପଣଙ୍କର ଢାଳି ହେଲେ କଷ୍ଟ ନାହିଁ। ମୋ ଭଳି ଦୁଃଖୀ ଲୋକ ଢାଳି ହେଲେ କଷ୍ଟ ହେବନି। ତେଣୁ ଦ୍ରବ୍ୟ ହାନି, ଯଦି ଧନ ଉଚିତ ମାର୍ଗରେ ଆସିଛି ତାହେଲେ ସେ ଦ୍ରବ୍ୟ ହାନି କୁହାଯାଏ ନା। ଆପଣଙ୍କର ପଇସା ପତ୍ର ଯାହା କିଛି ଆପଣ କାଲି କହିଲେ, ମୋତେ କ'ଣ କହୁଥିଲେ? ଜମି ବିକ୍ରି ହେଲା, ସୁନା ବିକ୍ରି ହେଲା। କାହିଁ ସୁନା ବିକିଲେ? କାହିଁ ଧନ ବିକିଲେ? ପୁଅ ପଢ଼ିବ, ଝିଅ ବାହାଘର ହେବ, ଏଇଆ ତ, ଘର କରିବେ, ଏଇଆ ତ। ଏଇଟା କ'ଣ ହାନି ହେଲା? ପୁଅ ଯଦି ଯୋଗା ହୁଏ ଧନ ସଚିବୁ କାହା ପାଇଁ? ପୁଅ ଯଦି ଅଜଗା ହେଲା ଧନ ସଞ୍ଚିବୁ କାହା ପାଇଁ? ଏଠି ଦ୍ରବ୍ୟ ହାନି ନୁହଁ। ଯୋଗ୍ୟ ସନ୍ତାନ ଗଢ଼ି ଦିଅନ୍ତୁ ନା, ସେ ହେଇଯିବ ଗୋଟିଏ ଫଳନ୍ତା ବୃକ୍ଷ। ଯୋଗ୍ୟ ସନ୍ତାନ ଗୋଟିଏ ଫଳନ୍ତା ବୃକ୍ଷ। ଆଉ ସେଇ ଫଳନ୍ତି ବୃକ୍ଷ ଛାୟା ଦେବ, ଫଳ ଦେବ। ତେଣୁ ଦ୍ରବ୍ୟ ହାନି ହେବନି ଏଠି। ଯଦି ଅଧର୍ମ ବିତ୍ତ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ। ଏଇଟା ହେଇଛି ପରୀକ୍ଷା ସମୟ। ଗୋବର ଯେଉଁଠି ପଡ଼ିଲା ଉଠିଲା ବେଳେ ପୁଳାଏ ମାଟି ନେଇ ଉଠିବ। ଅଧର୍ମ ବିତ୍ତ ରହିବ 10 ବର୍ଷ। 10 ବର୍ଷ ପୁରିଗଲା ପରେ ତାଡ଼ିକିରି ନେଇଯିବ ସବୁ, ସୁଧ ମୂଳ ଚକ୍ରବୃଦ୍ଧି ହାରରେ। ଯଦି ଆପଣଙ୍କର ଆୟ ଅଧର୍ମ ବିତ୍ତ ହେଇଥିବ, ଲାଞ୍ଚ ମିଛ ଚୋରି ଡକାୟତରେ ହେଇଥିବ, ତାହେଲେ ସେ ଧନ ସବୁ ଚାଲିଯିବ, ଦ୍ରବ୍ୟ ହାନି ହେବ। ଦେହ ଭଲ ହେବନି, ଡାକ୍ତର ବୈଦ୍ୟ ନେଇଯିବେ ପଇସା, ଯେତେ ଔଷଧ କାମ ଦେବନି, ରୋଗ ଭଲ ହେବନି। କେସ୍ ବାସ୍ରେ ପଳେଇଯିବ, ଡକାୟତି ହେଇଯିବ, ଚୋରି ହେଇଯିବ, ନଷ୍ଟ ହେଇଯିବ। କ'ଣ କହିଲେ? ନିଆଁ ଲାଗିଗଲା। କ'ଣ ଏଠି 18 ଘର ଅଛି, ଦାମ ସାହୁରେ ନିଆଁ ଲାଗିଗଲା କେମିତି? ଯେତେବେଳେ ସିଏ ଲାଞ୍ଚ ମିଛ ଆଣିକରି ପାଚିଆଇ ଅଙ୍ଗରୁ ସେଓ ତା ପିଲାଙ୍କୁ ଢାଳି ଦେଉଥିଲା, ଖାଅ ବୋଲି ଆମେ ମାଗିଲେ ବହୁତ ଫାଳେ ମିଳେନି। ଫାଳେ ଅଙ୍ଗୁର ମିଳେ ନା ଆମକୁ, କିନ୍ତୁ ତା ଘରେ ପଚି ନଷ୍ଟ ହୁଏ। ସେ ପଇସା କେଉଁଠି ସେ ଆଣୁଥିଲା? ଅନେକ ଜାଗା ଖାଲି ହେଲେ ଗୋଟାଏ ଜାଗା ଉଚ୍ଚ ହୁଏ, ଅନେକ ଜାଗା ଖାଲ ହେଲେ ଗୋଟାଏ ଜାଗା ଉଚ୍ଚ ହୁଏ। ଅନେକ ଲୋକ ଦୁଃଖ ଭୋଗିଲେ ଗୋଟାଏ ଲୋକ ସୁଖ ପାଏ। ଅଧର୍ମ ବିତ୍ତ। ତେଣୁ ଅଧର୍ମ ବିତ୍ତ ଯାହାର ଥିବ, ଏଇ ଚତୁର୍ଥ ବୃହସ୍ପତି ସବୁ ନେଇଯିବ। ମୋ ବନ୍ଧୁ,
आमे जानिले सारांश जे पूर्व भाद्र को मिलिब सुख, उत्तर भाद्र को मिलिबे लक्ष्मी, आउ रेवती की मिलिब द्रव्य हानि। जातक देखिए वर्णना करेंगे, आवश्यक पड़े मत पचारे बुझेदेवी। रही नमस्कार।